लिपुन भाई मो गुपचुप खाଇବା କେବେ ଆସିବ? ଜଲ୍ଦି ଜଲ୍ଦି ପଳେଇ ଆସ ସାହୁ ଗୁପଚୁପ ଷ୍ଟଲ କୁ। ଆଜି ମୁଁ କାହିଁକି ଟ୍ରେନ୍ସ କୁ ଗଲି ଲୁଗା ଆଣିବା ପାଇଁ ଜାଣୁନି ସାଙ୍ଗମାନେ। ଜୟଶ୍ରୀରାମ ସାଙ୍ଗମାନେ ନିତ୍ୟବିନ୍ଦୁ ବ୍ଲଗ କୁ ସ୍ୱାଗତମ। ଆଉ ହଁ ସବୁଦିନ ପରେ ମୁଁ ଆଜି ଦୋକାନଟା ଖୋଲି ଦେଇଥିଲି। ଖୋଲି ସାରିଲା ପରେ ମୋ ବେପାର ଶୁରୁ ହେଇଯାଇଥିଲା। ହଁ ବେପାର ହଉଲା ତା ମଝିରେ ଟିକେ ଟିକେ ଟାଇମ ପାଇଲେ ଭିଡିଓ ବି କରୁଥିଲି। ଆଉ ହଁ ମୁଁ କାହାକୁ ଇନଭାଇଟ କରିବି ମତେ ଟିକେ କମେଣ୍ଟ କରୁଥିବ ଆଉ ତାଙ୍କ ନାଁ ଟା ମେନସନ କରିଦବ। ଆଉ ହଁ ତାପରେ ମୋ ଦୋକାନ ଦି ଏତେ ଜୋର ଭିଡିଓ ହେଇଗଲା ନା କହିଲେ ନ ସରେ। ମାଉସୀ ଆଉ ଦିଦିଙ୍କ ଆସିଥିଲେ ମୋ ଭିଡିଓ ଦେଖିକି କହିଲେ କି ଭାଇ ଆମ ତମ ଭିଡିଓ ଦେଖିକି ଆଇଛେ ତମ ଗୁପଚୁପ ଖାଇବା ପାଇଁ ଦବଟି। ଆଉ ମୋ ୟୁଟ୍ୟୁବ ରେ ଯେମିତି ସବସ୍କ୍ରାଇବ କରିକି ଆଇବେ ମୁଁ ତାକୁ ଗୋଟେ ଦିଟା ଏକ୍ସଟ୍ରା ଦେବି। ଆଉ ମୋ ୟୁଟ୍ୟୁବ ର ନାଁ ହେଲା ନିତ୍ୟବିନ୍ଦୁ ବ୍ଲଗ। ସମସ୍ତେ ଟିକେ ସବସ୍କ୍ରାଇବ କରିଦିଅ ଆଉ ମତେ ଟିକେ ସପୋର୍ଟ କର ଗାଇସ। ମୋର ଆଉ 114ଟା ସବସ୍କ୍ରାଇବ ହେଇଗଲେ ମୋର 1K ସବସ୍କ୍ରାଇବ କମ୍ପ୍ଲିଟ ହେଇଯିବ। ଆଉ ଏମିତିକା ଭିଡିଓ ଯଦି ଆପଣଙ୍କୁ ଭଲ ଲାଗୁଛି ମତେ କମେଣ୍ଟ କରନ୍ତୁ ମୁଁ ଭିଡିଓ ବନେଇବି। ଆଉ ହଁ ଭିଡିଓ କରୁଥିବା ସମୟରେ ମୋ ଦୋକାନଟା ପୁରା ଖାଲି ହେଇଥିଲା କାହିଁକି ନା ବେପାର ପୁରା ଜୋରଦାର ଚାଲିଥିଲା। ମୁଁ ବାପାକୁ ବି ଡାକି ଆଣିଥିଲି କାହିଁକି ନା ମୁଁ ଏକଲା ପାରୁନଥିଲି। ସ୍ପେଶାଲ ଅଫର ରହିଲା କି ବିଗ ବେରୁ ତ କେହି ଖାଇବା ପାଇଁ ଆସୁନାହାନ୍ତି। ବିଗ ବେରୁ ତ ଆସନ୍ତୁ ଆପଣ ମାନେ। ଆଉ ମତେ ଟିକେ କହିବ ତ ମୁଁ ଏଇ ପ୍ଲେଟ ଗୁପଚୁପ କରିବି କହୁଛି ଆପଣ ମାନେ ଖାଇବେ ନା ଖାଇବେନି କରିବି ନା କରିବିନି ମତେ ଟିକେ କହିବ ତ। ଆଉ ମୁଁ ଆଗ ଭିଡିଓରେ କହିଥିଲି ଯେ ଆଜି ଟ୍ରେଣ୍ଡସ ର ଲାଷ୍ଟ ଅଫର। ଆଉ ମୁଁ ବି ଟିକେ ପଳେଇ ଆସିନି ଭିତରକୁ। ମୁଁ ଆଗେ ସିଧା ଉପରକୁ ପଳେଇ ଆସିନି କାହିଁକି ନା ମୋ ଝିଅ ମାନଙ୍କର ତଳେ ଆଉ ପୁଅ ମାନଙ୍କର ଉପରେ। ଆଉ ମୁଁ ଉପରକୁ ଆସି ଦେଖିଲା ବେଳକୁ ଡ୍ରେସ ଗୁଡା ପୁରା ମସ୍ତ ମସ୍ତ ହେଇଛି। ମୁଁ ଭାବୁଛି ସବୁ କିଣି ନେମି। ଆଉ ତାପରେ ମୁଁ ଟିକେ ମିରର ଆସି ମୋ ନିଜ ଦେହ ଦେଖିଦେନି। ଏଇ ରେଟ ଦେଖିକି ମୁଁ ପୁରା ସିଧା ତଳକୁ ପଳେଇନି। ଆଉ ଆସିଲା ପରେ ମୁଁ କହିନି ଭାଇ ମୁଁ କିଛି ନେବିନି ପଳେଇନି କାହିଁକି ନା ଭାଇ ରେଟ ପୁରା ପ୍ରବଳ ହେଇଛି। ଆଉ ହଁ ମୁଁ ସେଠୁ ଜଲ୍ଦି ଜଲ୍ଦି ପଳେଇ ଆସିଲି କାହିଁକି ନା ମତେ ମୋ ବେପାର କରିବାର ଥିଲା। ସେ ଡ୍ରେସ ଗୁଡା ଦାମ ଥିଲା ଭାଇ 799 699 1000 ଟଙ୍କା କାହିଁକି ନା ସେତେ ମୋ ମଥା ନଥିଲା କିଣିବା ପାଇଁ। ଆଉ ହଁ ତାପରେ ଆସିଲା ବେଳକୁ ଦେବୁକୁରୁ ଭାଇ ମାନେ ଆଇଛନ୍ତି ଗୁପଚୁପ ଖାଇବା ପାଇଁ। ଦି ଜଣ ଭାଇ କହିଲେ ଭାଇ ଆମ ତ ଭିଡିଓ ଦେଖିକି ଆଇଛୁ ଆମକୁ କେତେ ଏକ୍ସଟ୍ରା ଦବ। ଖାଇସାରିଲା ପରେ ସେ ଭାଇ ତାଙ୍କ ମୋବାଇଲରେ ମତେ ଗୋଟେ ସବସ୍କ୍ରାଇବ କରିଦେଇଥିଲେ।